ଦେଖନ୍ତୁ କେତେ ସୁନ୍ଦର ବଢ଼ିଆ ପାଗ ଦେଇଛି ନା। ହଁ ସେଇ ପାଗରେ ମୁଁ ବି ପରିବା ଆଣିବା ପାଇଁ ଠିଆ ହେଇଯାଇଛି। ଆମ ସାଇଟ୍ ଲୋକ ପରିବା ବିକ୍ରି କରନ୍ତି, ସେଥିପାଇଁ ମୁଁ ଠିଆ ହେଇଛି। ତାର ମୋ ମାଆ ବି ଆସିଗଲେ, କହିଲେ ମୁଁ ଠିଆ ହେଉଛୁ, ତୁ ଠିଆ ହ। ମୁଁ ଠିକ୍ ଅଛି। ତାର ସେ ପରିବା ନେଇକି ଆସିଲେ, ଦେଖନ୍ତୁ ଜରି ଏଡ଼େ ବଡ଼ ଦେଖାଉ, ତା ମାନେ ଭିତରେ ବହୁତ ଜିନିଷ ଥିବ, କିନ୍ତୁ ନା ଦୁଇଟା ହିଁ ଜିନିଷ ଥିଲା। ଡଲାରେ ତ ଅବଶ୍ୟ ଦେଖିପାରୁଥିବେ, ତାକୁ ଯେରକ ଦୁର୍ଭିକ୍ଷ ଆସିଯାଇଛି, ଛାଡ଼ ସେ କଥା। ତାର ମୋ ମାଆ, ଏଇ ଲୋକଟାକୁ ଆପଣ ଚିହ୍ନିଥିବେ, ଭିଡ଼ିଓ କରନ୍ତି। ଏ ଲୋକଟା ଦେଖନ୍ତୁ କାଠ ଆଣିଲା ବେଳେ ସେ କେମିତି ଆକ୍ସନ୍ରେ ମାନେ କାଟୁଛନ୍ତି, ଆଉ ସେ ଥକିଗଲା ପରେ ବି ସେ କାଟିବାକୁ ଷ୍ଟପ୍ କରୁନାହାନ୍ତି, ଚାଲିଛନ୍ତି ତାଙ୍କ କାମ କରି। ମାନେ ଦେଖନ୍ତୁ କେତେ ପରିଶ୍ରମ ଲୋକଟା, ଧଇଁସଇ ହେଇଯାଉଛି ତଥାପି କାଟି ଚାଲିଛନ୍ତି। ଆଉ ସବୁଠୁ ଇଣ୍ଟରେଷ୍ଟିଂ କଥା ଦେଖନ୍ତୁ, ଚୁଲିଟା କେତେ ବଡ଼, ଚୁଲିଟା ଏତେ ବଡ଼ ଯେ କାଠ ତାକୁ କେତେ ବଡ଼ ପୁରେଇଛନ୍ତି। ମାନେ ଏତେ ଛୋଟ ଚୁଲିଟାକୁ କାଠକୁ ଏଡ଼େ ବଡ଼ ପୁରେଇଛନ୍ତି। ସେଇଟା କ'ଣ ହେବ? ମାଆଙ୍କ ଆଇଡ଼ିଆ। ଆଉ ତାଙ୍କ ଉପରେ ତ ମୋର କହିବାର କିଛି ବି ନାହିଁ, ଓଲଟି ମୋତେ ଗାଳି ଦେବେ। ସେଥିପାଇଁ ଚୁପ୍ ରହିବାଟା ହିଁ